ନିଜ କର୍ତ୍ତବ୍ୟକୁ ଭଗବାନଙ୍କୁ ସମର୍ପଣ କରି ଅନ୍ୟମାନଙ୍କର କଲ୍ୟାଣ କଲେ ଜୀବନରେ ସଫଳତା ଓ ଆଶୀର୍ବାଦ ମିଳେ। ଚାଲ ଗୋଟେ ଛୋଟ ଉଦାହରଣ ଦେଇ ଏହାର ମାନେ ମୁଁ ବୁଝାଉଛି। ତ ଗୋଟିଏ ଗୋଟିଏ ଗାଁରେ ଜଣେ ଚାଷୀ ଥିଲେ। ସେ ଭାରି ଦୟାଳୁ ଥିଲେ। ଯେତେବେଳେ ଯାହାର ସାହାଯ୍ୟ ଦରକାର ସେ ଆସି ସେ ଚାଷୀଙ୍କୁ କହିଲେ ସେ ଚାଷୀ ସାହାଯ୍ୟ କରନ୍ତି। କେତେବେଳେ କାହାକୁ ଧାନ ଦେଇ ଦିଅନ୍ତି ତ କେତେବେଳେ କାହାକୁ ଖାଇବାକୁ ଦିଅନ୍ତି। ଗରିବମାନଙ୍କୁ ପ୍ରତିଦିନ ସେ ଖାଇବାକୁ ଦିଅନ୍ତି। ସେ ପ୍ରତିଦିନ ନିଷ୍ଠାର ସହ ଜମିରେ ଚାଷ କରୁଥିଲେ, ବିହନ ମଧ୍ୟ ବୁଣୁଥିଲେ, ଗଛ ଗୁଡ଼ିକର ଯତ୍ନ ମଧ୍ୟ ନେଉଥିଲେ। ଭଗବାନ ଦିନେ ଦେଖିଲେ ଏ ଲୋକଟି ତ ବହୁତ ପରିଶ୍ରମ କରୁଛି ଆଉ ଦୟାଳୁ ବି ଅଛି। ଯଦି ଆ ଫସଲରେ ଭଲ ଫସଲ ହୁଏ ତେବେ ଏ ଗରିବମାନଙ୍କୁ ସାହାଯ୍ୟ କରିବ। ତ ଭଗବାନ ଖୁସି ହୋଇ ଠିକ୍ ସମୟରେ ବର୍ଷା କଲେ। ବର୍ଷା ଠିକ୍ ସମୟରେ ହେବାରୁ ତାର ଫସଲ ଭଲ ହେଲା ଆଉ ସେ ବହୁତ ଖୁସି ହେଲା। ଫସଲ ଭଲ ହେଲା ପରେ ଚାଷୀ ନିଜ ପରିବାର ସହ ଅନ୍ୟ ଗରିବ ଲୋକମାନଙ୍କୁ ମଧ୍ୟ ଖାଦ୍ୟ ଦେଲା। ଏଭଳି ଚାଷୀ ନିଜର କର୍ତ୍ତବ୍ୟ କଲା, ପ୍ରକୃତି ତାକୁ ସହଯୋଗ କଲା ଏବଂ ସମସ୍ତଙ୍କର କଲ୍ୟାଣ ହେଲା।